ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଦେବଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଦେବଗଡ଼ ସମ୍ବାଦଦାତା ସୁଜାତା ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟରଞ୍ଜନ ମହାପାତ୍ର। ଗ୍ରାମ୍ୟ ଉନ୍ନୟନ ପଞ୍ଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ଦେବଗଡ଼ ଜିଲ୍ଲା ଗସ୍ତରେ ଆସି ତିଲାଇବଣି ବ୍ଲକ କଲ୍ୟାଣ ମଣ୍ଡପଠାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ମନ୍ତ୍ରୀ ଶ୍ରୀ ନାୟକ ଗ୍ରାମ୍ୟ ଉନ୍ନୟନ ବିଭାଗର 13,96,30,000 ଟଙ୍କାର 6ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ସହ 2,38,00,000 ଟଙ୍କାର 36ଟି ପ୍ରକଳ୍ପ ଓ 44 ଲକ୍ଷ ଟଙ୍କାର 6ଟି ପ୍ରକଳ୍ପର ଉଦ୍ଘାଟନ କରିଥିଲେ। ସେହିପରି ରିଆମାଳ କଲ୍ୟାଣ ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରିଆମାଳ ବ୍ଲକର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଉଦ୍ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଗ୍ରାମ୍ୟ ଉନ୍ନୟନ ବିଭାଗର 26,38,00,000 ଟଙ୍କାର 10ଟି ପ୍ରକଳ୍ପ, ରିଆମାଳ ପଞ୍ଚାୟତ ସମିତି ପାଇଁ 1,98,00,000 ଟଙ୍କାର 33ଟି ପ୍ରକଳ୍ପ ଓ 1,04,00,000 ଟଙ୍କାର 9ଟି ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନାୟକ କହିଥିଲେ, ତିଲେଇବଣି ବ୍ଲକର ଏବଂ ରିଆମାଲ ବ୍ଲକର ଆମେ ଦୁଇଟି ବ୍ଲକର କାର୍ଯ୍ୟକ୍ରମ ହାତକୁ ନେବୁ, ଯୋଉଟାରେ କି 40 କିଲୋମିଟର ରାସ୍ତା ହବ, ଆମର 40 କୋଟି ଟଙ୍କା ଖର୍ଚ୍ଚ ହବ। ଏ ବହୁତ ଗୁଡେ ଗାଁକୁ କନେକ୍ଟ କରିବ। ଆମର ଯୋଉ ଯୋଜନା ଅଛି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା, ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା, ଏ ସବୁ ଯୋଜନା ମାଧ୍ୟମରେ ଗାଁକୁ କନେକ୍ଟିଭିଟି ଦେବା ସହିତ ଗାଁର ଏସେଟ୍ କେମିତି ତିଆରି ହେବ ସେଥିପାଇଁ ବିଜେପିର ଏଠି 6.5 କୋଟି ଟଙ୍କା ଅନୁମୋଦନ ହେଇଛି। ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗ ଏବଂ ଶିଶୁ ବିକାଶ ବିଭାଗ ପକ୍ଷରୁ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଦେବଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ବେଟି ବଚାଓ ବେଟି ପଢ଼ାଓ ଯୋଜନା ଅଧୀନରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଧୀରଜ ଚପରଦାର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଡିଜିଟାଲ ମାଧ୍ୟମର ସୁରକ୍ଷିତ ବ୍ୟବହାର, ଆର୍ଥିକ କାରବାର ସମୟରେ ସତର୍କତା, ଅନଲାଇନ୍ ଠକେଇରୁ ସୁରକ୍ଷା, ମହିଳା ଓ କିଶୋରୀମାନଙ୍କ ଅଧିକାର ଏବଂ ଆଇନଗତ ବ୍ୟବସ୍ଥା ସମ୍ପର୍କରେ ସଚେତନ କରାଯାଇଥିଲା। ମହିଳା ଓ କିଶୋରୀମାନଙ୍କ ମଧ୍ୟରେ ଡିଜିଟାଲ ଏବଂ ଆର୍ଥିକ ସାକ୍ଷରତା ବୃଦ୍ଧି ସହ ନିଜ ଅଧିକାର ପ୍ରତି ସଚେତନତା ସୃଷ୍ଟି କରିବା ଏହି କର୍ମଶାଳା ଆୟୋଜନର ଲକ୍ଷ୍ୟ ଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ସମବାୟ ସମିତି ସମୂହର ଉପନିବନ୍ଧକ ଭୀମସେନ ସାହୁଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ସହଯୋଗରେ ସମୃଦ୍ଧି ପଞ୍ଚମ ଜିଲ୍ଲା ସମବାୟ ବିକାଶ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲାପାଳ ଜିଲ୍ଲାରେ ସମବାୟ ବିଭାଗ ଅଧୀନସ୍ଥ 38ଟି ସମବାୟ ପ୍ରତିଷ୍ଠାନ କାର୍ଯ୍ୟ କରୁଥିବା କହିଥିଲେ। ସମବାୟ ସୋସାଇଟି କାର୍ଯ୍ୟାଳୟ ଓ ଗୋଦାମ ଗୃହ ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ 14ଟି ସୋସାଇଟିକୁ ଅନୁଦାନ ପ୍ରଦାନ, କମନ ସର୍ଭିସ ସେଣ୍ଟର, ଦୁଗ୍ଧ ସଂଗ୍ରହାଳୟ କେନ୍ଦ୍ର, ରୁଫଟପ୍ ସୋଲାର, ବାୟୋଗ୍ୟାସ୍ ପ୍ଲାଣ୍ଟ, ବଲ୍କ ମିଲ୍କ ଚିଲିଂ ସେଣ୍ଟର ଏବଂ ଆସନ୍ତା ଖରିଫ ଧାନ ସଂଗ୍ରହ ପାଇଁ ପ୍ରସ୍ତୁତି ଉପରେ ବୈଠକରେ ଆଲୋଚନା କରାଯାଇଥିଲା। ଦେବଗଡ଼ ଜିଲ୍ଲାପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ସଂଘମିତ୍ରା ପଣ୍ଡାଙ୍କ ତତ୍ତ୍ୱାବଧାନରେ ଓ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମ୍ୟାଲେରିଆ ଓ ଡେଙ୍ଗୁ ଉପରେ ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଜିଲ୍ଲାରୁ ମ୍ୟାଲେରିଆ ଓ ଡେଙ୍ଗୁ ଚିହ୍ନଟ ଓ ନିରାକରଣ କରିବା, ରୋଗ ପାଇଁ ସତର୍କତା ଓ ସଚେତନତା ଉପରେ ଆଲୋଚନା କରିଥିଲେ। ଏହା ସହିତ ଏଡିସ୍ ମଶା ବଂଶବୃଦ୍ଧି ରୋକିବା ପାଇଁ ବିଭିନ୍ନ ଟାୟାର ମରାମତି ଦୋକାନ ଓ ପାଣି ଜମୁଥିବା ସ୍ଥାନମାନଙ୍କରେ ସଚେତନତା ସହ ମଶା କାମୁଡ଼ିବା ଦାଉରୁ ରକ୍ଷା ପାଇବା ନିମନ୍ତେ ନିୟମିତ ମଶାରୀ ବ୍ୟବହାର କରିବା ପାଇଁ ଜନସଚେତନତା ସୃଷ୍ଟି ପାଇଁ ଆଲୋଚନା କରାଯାଇଥିଲା। ଜିଲ୍ଲାରେ ସମାଜ ମଙ୍ଗଳ ଅଧିକାରୀ ସୁରତି ପ୍ରଧାନଙ୍କ ଆହ୍ୱାନ କ୍ରମେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ନିର୍ଯାତନା ପ୍ରତିରୋଧ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ରେବେକା ବେଲୁଙ୍ଗ ଯୋଗ ଦେଇଥିଲେ। କର୍ମକ୍ଷେତ୍ରରେ ମହିଳାମାନଙ୍କ ଉପରେ ଯୌନ ନିର୍ଯାତନାର ନିବାରଣ ନିଷେଧ ଓ ପ୍ରତିକାର ଆଇନ 2013 ଅନୁଯାୟୀ ବିଭିନ୍ନ କାର୍ଯ୍ୟାଳୟରେ ମହିଳା କର୍ମଚାରୀମାନେ କାର୍ଯ୍ୟ କରିଥାନ୍ତି। କର୍ମକ୍ଷେତ୍ରରେ କେତେକ ମହିଳା ଯୌନ ନିର୍ଯାତନାର ଶିକାର ହୋଇଥାନ୍ତି। ତାଙ୍କର ପ୍ରତିରୋଧ କରିବା ପାଇଁ ତଥା ସେମାନଙ୍କ ସୁରକ୍ଷା ତଥା ଅଭିଯୋଗ ଶୁଣାଣି ପାଇଁ ସରକାରଙ୍କ ଦ୍ୱାରା ଲାଗୁ ହୋଇଥିବା ଅଧିନିୟମ ପ୍ରତ୍ୟେକ ସ୍ତରରେ କଡ଼ାକଡ଼ି ଭାବେ ଲାଗୁ କରିବା ଓ ଯେଉଁ କାର୍ଯ୍ୟାଳୟରେ 10ରୁ ଅଧିକ କର୍ମଚାରୀ ଅଛନ୍ତି ସେହି ସ୍ତରରେ ଏକ ଅଭ୍ୟନ୍ତରୀୟ ଅଭିଯୋଗ କମିଟି ତଥା ଜିଲ୍ଲା ସ୍ତରରେ କମିଟି ଗଠନ ପାଇଁ ବୈଠକରେ ଆଲୋଚନା ହୋଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଢେଙ୍କାନାଳ ଜିଲ୍ଲା ସମ୍ପର୍କରେ।